स्वामी बारता शुणिले बारता शुणी सुहासुधा शनिले पोड़ी स्वामी बारता शुणिले बारता शुणी सुहासुधा शनिले धरिले दहिती बनते गलेती धरिले दहिती गले बलती धरिले दहिती बनते गलेती धरिले दहिती गले बलती अखनी बोली नबेती सुना सुन भाई भाई पुराण गोटिका देवा भाई छोड़ा छोड़ा भाई पुराण गोटिका देवा भाई आज्ञा सुहा सुधा धरी रख झील पूजे गले जीवा बेले पथे एक दासी को भेटिले देखिदेले दासी ताहाकू नेत्रर बोले रानी मासु तू खबर अच्छा केउ आड़े तुम्हें दोहिताई को गलाने जे अछ तुम्हें आखिरु जे धार धार लोचक बहुची मन गोटी सुखी अछि जे मातो हे रानी माता काई तो घरे देखा सुखी अछि मथा सुआ सुधा कहती सुन गोदासी तोई होदेला हमकु मंदर कर्मडी अच्छा केते हत भागिनी आंबे दुई नारी आम घर मोरे जाहा घटिला कोरी आजी ए पोड़ा गोपाल हत भागिनी कोଳରେ एमितिका कन्या जन्म ହେଲା स्वामी को ऑर्डर आकु मारिबा को परा जन्म कला कन्या को किमिति मारी रे दासी से दिन चतुरी दासी सुंदर जे भासी बोले मां शास्त्र लिखिति मोला गला समान अच्छा मोला गला समान दासी कौसी कौन बोली बुझिले कौन सुन गरानी मा बेड़ा मन आम्भ वचन पिला गोटे दियो आम्भ को स्थान आम्भ वचन पिला गोटे दियो आम्भ स्थान आम्भ वचन और ये कथा सुनना सही रानी बहुची पानी आज्ञा ये कथा सुनना सही रानी बहुची पानी और दासी को कहिला ये कहानी बोलो जोगानी और दासी को कहिला ये बेसबानी सुनो कहानी कौन होला पुराण बोलो ना क्यों कहले मुसी नहीं नहीं पुराण बोलছি আর কোন বলছি मोते सुबिलो रानी दासी की कहूची दासी रानी कहूची तुम दी बोलो बोली कहली कोन कहली मु बोली क्यों बोलो बोली सुबिला बोली क्यों को हां बापो ओ से दिन दासी कहूची मां आपण मारी देबे काहे कि पिलाटा ए पिलाटी को हमहु दे दियो शास्त्र कहूची मोला कला दिरा समान हां हां मोते दे दियो ये कथा राजा जानिबेनी मु गुप्त रे याकू पालन करिवि अग्नि देवता जानिबेनी गुप्त रे याकू रखि देबी तुमे कहि देबो अग्नि देवता तुमे मारी देबी हेले आज्ञा हां 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 बापो दासी को कहूची दासी रानी कहूची तुम दी बोलो बोली कहली कोन कहली से दिन दासी कहूची मां आपण मारी देबे काहे कि पिलाटा ए पिलाटी को हमहु दे दियो दे दियो
ଅଗ୍ନି ଦେବତା ସେଦିନ ଶୁଆ ସୁତା ପିଲା ଗୋଟି ନେଲେ ତୁଳସୀ ଦାସୀର କୋଳରେ ଢାଳିଦେଲେ ହରେଇଦେଲେ। ବୋଲେ ଦାସୀ ଓ ଆମେ ଦି ଲୋକ ତୁ ଏକ ତିନି ଲୋକ ଆମ ବ୍ୟତୀତ କୌଣସି କିଏ ଜାଣିବେ ନା। ଯଦି ତିନି ଲୋକ ବାହାରେ ଯଦି ଚାରି ଲୋକ ଜାଣିବ ଗଣ୍ଡିରୁ ମୁଣ୍ଡ କାହାର ପୁଣି ବଞ୍ଚି ନ ରହିବ। ଠିକ ଠିକ। ତେଣୁ ଦାସୀ ଯେତେ ଧନ ସମ୍ପତ୍ତି ଲୋଣା ଆହା ଦେଉଥିବୁ ଆମେ ଯତନେ କନ୍ୟାକୁ ପାଳିବ ତୁମର ଘରରେ। ଠିକ ଠିକ। ହେଲେ ଆଜ୍ଞା ସେଦିନ ସେ ତୁଳସୀ ଦାସୀ କନ୍ୟା ଗୋଟିକ ଧରିଲା ଆହା ଆଜ୍ଞା ପୁଣି ଚଳିଗଲା। ଆଚ୍ଛା ଗାଁ ମୁଣ୍ଡରେ ଗୋଟିଏ ବୁଢିଆ ରହିଛି ଆହା ସେ ବୁଢିଆ ଘରେ ଅଛି ସେହି ଦାସୀ ଆଚ୍ଛା ଯେତିକ ଧନ ସମ୍ପତ୍ତି ଲୋଡ଼ା ଅଛି ଆହା ସବୁ ଯାକ ଶୁଆ ସୁତା ନିଅନ୍ତି ଦେଇଛି ଠିକ। ସେ ଧନ ସମ୍ପତ୍ତି ଦେଇକି ପାଇ ଯେ ତୁଳସୀ ଆହା ତାଙ୍କ ପିଲା ଗୋଟି ପାଳୁ ଯେ ଅଛି। 1 ମାସ ହେଲା, 2 ମାସ ଗଲା, 3 4 5 ମାସ ଇଏ ସମ୍ପୂର୍ଣ୍ଣ ହୋଇଲା। ବିଜନ କରନ୍ତୁ ବିଚାର, କ୍ରମେ କ୍ରମେ ବଢୁଛି ଦୁହିତା କେବଳ। ଆଣ୍ଠେଇ ଆଣ୍ଠେଇ ତ ଝିଅ ଚାଲୁଛି, ମା ଖିଲି ଖିଲି ଅଟ ହାସ ଯେ ମା ମାରୁଛି। ଅନ୍ଧାର ଘରକୁ ଗଲା ହେ ଆଲୁଅତି ତୁଳସୀ ଦାସୀ ଘରରେ ଚନ୍ଦନାମ। ଆଚ୍ଛା ଏଡେ ସୌନ୍ଦର୍ଯ୍ୟ ଏତେ ଯେତେ ଯବତୀ ଆନନ୍ଦରେ ପାଳନ କରୁଛି ତୁଳସୀ ଦାସୀ। ବର୍ଷେ ଯେବେ ହେବ ପୂର୍ଣ୍ଣ କନ୍ୟାଙ୍କୁ ଲୁଚି ଲୁଚି ମା ଦେଖୁଥାଇ ବାବୁ। ହେଲେ ବର୍ଷେ 8 ମାସ ଥରେ ଏମିତି କେତେବେଳେ ଯାଇ ଶୁଆ ଶୁଆ ଛପି ଛପି ଯାଇ ଦେଖୁଛୁ। ଝରକା କୋଣ ବାଟେ ହଁ ଧୀର ପିଲାଟାକୁ ଦେଖିଦେବେ, ହଁ ହଁ ତୁଳସୀ ଦାସୀ ଥିଲେ କଥାବାର୍ତ୍ତା ହେଇକି ଧନ ସମ୍ପତ୍ତି କିଛି ଦେଇଦେବେ। ଦେଇଦେବେ। ମୋ ପିଲାକୁ ତୁ ଜାଗ୍ରତ କରି ପାଳୁଥିବୁ ବୋଲି ପଳେଇ ଆସିବେ। ଏବେ ଯେମିତି ଆମେ ଗୋଟେ ପିଲାଟାକୁ ହଷ୍ଟେଲରେ ଛାଡୁଛନ୍ତି, ଛାଡ଼ିଲେ ମାସକେ 6 ମାସକେ ଥରେ ଯାଇକି ଆଚ୍ଛା। ଗେଟ୍ ବାହାରେ ମାଷ୍ଟରକୁ କହିକି ଟିକେ ଦେଖିକି ପିଲାକୁ ଭଜା ଟିକେ ଦେଇକି ଯାଉଛନ୍ତି ଭାରି, ସେମିତି ଦାସିକି ସେ ସେଇଠି ରଖିଛନ୍ତି। ସେ ସେଇଠି ପିଲାଟା ବଢି ବଢି ଯାଉଛି। ରଖିଛି ହେଲେ ବାପ ତୁଳସୀ ଦାସୀ ନିକଟରେ ସେଇ ଝିଅ ବଢୁଅଛି ଦେଖ ଆନନ୍ଦେ ଯାଇ। ବର୍ଷ ବିତିଲାଣି 2 ବର୍ଷ 3 ବର୍ଷ ପରେ ହେଲା 4 ବର୍ଷ। ଆଚ୍ଛା 4 ବର୍ଷ 4 ମାସ ହେଲା ଶେଷ। ଆଜ୍ଞା ସେଦିନ ସୁହାନ କହନ୍ତି ଯାଇ ମୋ କନ୍ୟାକୁ ତୁସି ମୋ କନ୍ୟାକୁ ଦାସିଲୋ ତୁ ପାଠ ପଢାଇ। ବୋଇଲେ ନାଚିଲ ଶୁଣନ୍ତୁ ଦେଇ ମନ, ବିଦ୍ୟା ଶିକ୍ଷା ଦିଅ ଦୁହିତାକୁ ନେଇ ସ୍ଥାନ। ତମ ଗୁରୁ ସଙ୍ଗେ ଦେବୁ ଶିକ୍ଷା ଦାନ, ଯେତେ ଟଙ୍କା ଖର୍ଚ୍ଚ ହେବ କରିବି ଅର୍ପଣ। ସେଦିନ ଦାସୀ ଆଜ୍ଞା ଉତ୍ତମ ଗୁରୁକୁ ଆଖି ଚାଟ ଥାଳିରେ ନାମ ଲେଖିଲେ ହେବା। ବିଦ୍ୟା ଝିଅ ଦିନରେ ଦିନ, 4 ବିଦ୍ୟାକୁ ପଢ ଏ ଦୁହିତା ଶୁଣ। ବେଦ ବିଦ୍ୟାରେ ଝିଅ ପାରଙ୍ଗମ ହେଲା, ଦୈବେଦା ବୟସ ବଢି ବଢି ଯେ ଗଲା। ହେ ବାବୁ ମାନେ ଶୁଣନ୍ତୁ ଦେଇଛି ତ, ଏଥୁ ଅନ୍ତେ ଯାହାକି ହୋଇଲା ପ୍ରକୃତ। ପଢୁଛି ବିଦ୍ୟା ବୟସ ବଢୁଛି, ମନେ ମନେ ଦାସୀ ବିଚାର କରୁଛି। ଛୋଟ ହେଇଥିଲା ମୋ କୋଳେ ରହିଥିଲା, ଝିଅର ଏବେ ତ ଏ ବୟସ ବଢିଲା। 10 ବର୍ଷ ପୁଣି ଯେ 11 ଯେ ବର୍ଷ ରୂପରେ କବୁଟି ସୁନ୍ଦର ଅବଶ୍ୟ। 12 ବର୍ଷ ହେବାକୁ 1 ଦିନ ବାକି, ସେଦିନ ଆଜ୍ଞା ସୁହାଦେ ଗଲେ ଝରକା ବାଟେ ଦେଖିଲା ସୁନ୍ଦର ଯୁବତୀ। ମୋଟ ହୋଇଗଲା ଫୁଲାଇଲା ଛାତି, ଏଡେ ରୂପବତୀ ମୋର କନ୍ୟା ରତନ। ଆରେ ଭାଷା କେମିତି କୋଳ ନାହିଁ ଜାଣ, ପାଖରେ ଥାଇ ଧରି ପାରୁନି, ଆଖିରେ ଦେଖୁଛି ତାକୁ ଛୁଇଁ ପାରୁ। ଏଡେ ହତ ଭାଗିନି ମାର କହି, ଏ ବିଧାତା କାହାକୁ ଏ ଭାଗ ନ ଦେଇ। ଦଇବଲେ ଖନ କିଏ କରିବ ଆନ, ଯାହା ଲେଖା ଅଛି ରେ କପାଳ ଲେଖନ। ଆଚ୍ଛା ଜନ୍ମ ସିନା ଦେଲି ମୋ କର୍ମ ଦେଇ ନାହିଁ,
ଦାସୀ ହାତକୁ ମୁଁ ଦେଇଛି ବଢାଇ ସୁହା ସୁଧା ଭାବୁଛନ୍ତି ମନରେ ଦୁଇ ଆଜ୍ଞା ମୁଲି ଆସି ଦାସୀ କଥାବାର୍ତ୍ତା ହେଲା ସେଦିନ ସୁହା ସୁଧା କହିଲେ ପରା କଣ ଆଲୋ ଦାସୀ ଆଜି ପର୍ଯ୍ୟନ୍ତ ଗଲା ଯେ ଦିନ ରାତି ପାଇଲେ 12 ବର୍ଷ ଯେ ପୂର୍ଣ୍ଣ ରାତି ପାଇଲେ 12 ବର୍ଷ ହେବ ପୂର୍ଣ୍ଣ ଇଏ ଟିକେ ପିତା ଜୀବ ପିଣ୍ଡ ପ୍ରାଣ ଇଏ ଯଦି ରାଜ୍ୟରେ ଆମର ସନ୍ଧି ଭିତରେ ଥିବ ବାପା ମରିବ କାଲି ପୁଷ୍ପବତୀ ହେଲେ ମୋର ପିଣ୍ଡ ପ୍ରାଣ ଯିବ ବିବାହ ହେବା ବରର ପୁଣି ମୁଣ୍ଡ ଛିଡି ଯିବ ଏମିତି ହତଭାଗିନୀ ମା ମୁଇ ଜଗତେ କେ ନାହିଁ ଏମିତିକା କର୍ମ କାହାକୁ ନ ଦେଉ ଦେବି ଏତିକି କହି ମୁଣ୍ଡେ ହାତ ମାରି କାନ୍ଦି କାନ୍ଦି ଚଳିଗଲା ସବୁ ଯାକ କଥା ଝିଅ କର୍ଣ୍ଣେ ଶୁଣୁଥିଲା ଗଙ୍ଗରାମତୀ ବିଚାର କଲା ପ୍ରକୃତରେ ଦାସୀ ମୋର ମା ନାହିଁ ମା ନୁହେଁ ପ୍ରକୃତ ଦାସୀ ମୁଁ ହଉଛି ଅଗ୍ନି ଦେବତାଙ୍କର ଝିଅ ମୋ ମା ସୁଧା ସୁଧା ସୁହା ସୁଧା ବିଚାର କଲା ମୁଁ ଯଦି ଏଇଠି ରହିବି ରାତି ପାଇଲେ ମୋ ବାପା ମରିଯିବେ ତେଣୁ ମୋ ଯୋଗୁ ଯଦି ମୋ ବାପା ମା ମରିବେ ଏ ନିର୍ଲଜ ପ୍ରାଣ ମୁଁ କଣ ପାଇଁ ରଖିବି ସେଦିନ ସୁହା ସୁଧା ପ୍ରାଣ କଣ ପାଇଁ ରଖିବି ରାତି ପାଇଲା ବେଳକୁ ମୋ ରାଜ୍ୟର ସନ୍ଧିରୁ ମୁଁ ପଳେଇବି ବିଦାୟ ନେବାକୁ ପଡିବ ତେଣୁ ସେ ଅଧରାତ୍ରରେ ସୁହା ସୁଧା ବିଚାର କଲା ଆଉ ଏ ନିର୍ଲଜ ଜୀବନ ଏ ରାଜପ୍ରସାଦରେ ରଖିବି ନାହିଁ ଆଜ୍ଞା ଚନ୍ଦନାବତୀ ଏତିକି ବିଚାର ଯେ କଲା ସୁହା ସୁଧା କଥା ଦେଖ ପୂର୍ବେ ଶୁଣିଥିଲା ଆଚ୍ଛା ଅନ୍ଧାର ରାତିରେ ଖଜାଇ ଅଛି ହଇ ବାହାର ହେବାକୁ ଯାଉଛି ସେହି ଜେମା ଦେଇ ଆଜ୍ଞା ଗୋଟିଏ ମୁଠା ମାଟି ମାତୃ ମାଟିକି ଧରିଲା ମହାସତୀ 3 ଖଣ୍ଡ ଲୁଗାକୁ ବୁଜୁଳା ବାନ୍ଧିଲେ ଅନ୍ଧାର ରାତିରେ ଘରୁ ପଳାଇ ଗଲା ବାବା ବୋଲି 3 ଡାକ ଦେଲା ଅନ୍ଧାର ରାତିରେ ଘର ଛାଡ଼ିଦେଲା ଅଗ୍ରାଗିରି ବନସ୍ତେ କଲା ଯେ ଗତି ପତ୍ର ପଡ଼ିଲେ ତୁଲା ପରି ଯେ ଶୁଭୁଛି ଖଣ୍ଡେ ଦୂର ଯାଇଛି ଭୟଙ୍କର ବନ ମହାବଳ ବାଘ ଛାଡୁଛି ଗର୍ଦନ ଝିଅ ତାରେ ବିକଳ ହୋଇ ଆରେ ମହାବଳ ମତେ ଦିଅ ଖାଇ ये देहरे मोरू किछि कार्य नाही अच्छा धिक 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 नानी जनम दईछि दैव मात्र ए भुवन 12 वर्षर मोह कला नारी दैव करिला दांडर भिकाई भयंकर छक्की महाबळ व्याघ्र बाघ गुड़ा तुझी आरे बाघ बापार हेलिनी मुहार हेलिनी बापार नाही जीवुरे मार नाही ना ना ए पोड़ा प्राण मुथेरे लोड़ा नाही खाइबारे बागो मोते हो तुई कांदी कांदी डाकू अछि चंदनावती दैव देइछि पूर्वरु जे विपत्ति खाई दियो महाबळ नेति आहे बानु माने देहरंतु श्रवण कांदुछि झियो बने मात्र धन घन शुणिला महाबळ तार बेनी कर्ण आज्ञा छाड़ी की कन्या को महाबळ पळाइला आगो कन्या गोटी जे गति कोला आउ खंडे दूर जाइछि चंदनावती भयंकर अजगर सर्प पड़िला पाटी की बेलाई सर्प गुटी जे आसुची उठुंगार गर्दन सर्प जे करूची सर्प को देखिला क्या चंदनावती आरे सर्प तो पेट करे भर्ती काहि रे ओलोड़ा तो पाई हेबी लोड़ा छाई रे सर्प को जीवन पोड़ा हेले मास्टे महाबळ बाघକୁ ଯେତେବେଳେ ଦେଖିଲା ଝିଅ କହିଲା ଏ ନାରୀ ଜୀବନ ମୋର କିଛି କାର୍ଯ୍ୟ ନାହିଁ ଭାଇ ଦିଅ ମହାବଳ ତୁହି महाबळ आज्ञा ବିଚାର କରି ଭୟଭୀତ ହିଁ ମହାବଳ ପଳେଇଗଲା ଆଉ କିଛି ସମୟ ପଥ ଆକର୍ଷଣ କଲା ବେଳେ ଏ ଯୋଉ ଅଜଗର ସର୍ପ ଦେଖିଲା भयंकर सर्प को देखी ଡାକୁଛି ଝିଅ କଣ ବୋଲି ଆହେ
ଶୁଣ ଅଜଗର ତୁହି আজ দেখুছু কি আজ রহি দেখাই কার্য যে নুহাই তম জীবনা অজাগরা তম জীবনা বরবরস রমুহি নারী দৈব কলাম দেহত চিনি বাপা কোলে পারা মা কোলে পারা আজি হেলি মো বনাম ধরা হে অজাগরা আজি হেলি মো বনাম ধরা সতীর সতীত্ব আজ্ঞা দুঃখীর দুঃখিনীর দুঃখ দেখি করি ডরি করি পড়াইলা সর্ব কান্দি কান্দি দিও ভলরে যাউছি আরে বিধাতা ঘেরে কর্ম গলুনি রজা ঘর ঝিও হই হেলি ভিকারি রজা ঘর ঝিও হেলি ভিকারুনি খাউছি পতর পিউছি ঝরଣା পানি ভাইরে ন খাউছি ফল ন পিউছি জল ন খাউছি ফল দেখ ন পিয়ে জল ন বাঁধিছি বাবা দেখ মথার আচ্ছা নষ্ট মধ্যে ছিও দে বুলই যাহাকু দেখিব খাই দিও দে বলই নারী জন্ম মো বৃথা দেই মটই আজ্ঞা কান্দুজি ভাবি ভাবি কনিয়া রত আগকু আগকু যাও জীবনে মুড়িব আচ্ছা নিজ রাজ্যরু আজ্ঞা সন্ধি পার হেলা পাহান্তি বহর গোটি বুড়ি হুড়ি ଥିଲା ଆଉ ଚାଲିବାକୁ ଆଜ୍ଞା ପାତେ ନାହିଁ ବଳ ମୁଖ୍ୟ ମୂଳେ ବସିଲା ସେନା ଗରିବର ସେଦିନର କଥା ହେ ଜ୍ଞାନୀ ଜନ ସେ ରାଜ୍ୟ ଗୋଟି ଅନ୍ୟ ରାଜ୍ୟ ଦେଲାଣ ସେ ଯୋ ରାଜ୍ୟରେ ଆଜ୍ଞା ହୋଇଲା ପ୍ରବେଶ ରାଜ୍ୟର ରାଜା ପୁତ ଯେ ଅବଶ୍ୟ